ମୁଁ ଆଜି ପଢ଼ଉଛି ଷଷ୍ଠ ଶ୍ରେଣୀର ସାହିତ୍ୟ। ବିଷୟ ନାଁ ହେଲା ବଗ ଆଉ କଙ୍କଡ଼ା। ଏ ବିଷୟଟା ଆଇଛି ପଞ୍ଚତନ୍ତ୍ର ନାମକ ଏକ ପୁସ୍ତକରୁ। ଆମର ପୁରୁଣା କାଳରୁ ସବୁ ବହୁତ ଲୋକ ଗପ ଥାଏ, ବୁଝିପାରୁଛ? ଯେମିତି ଆମର ମାଡ଼ହାଣ୍ଡି କଥା ଗୋଟାଏ, ସେମିତିଆ ମାନେ ବହୁତ ଲୋକ ଗପ ସବୁ ରହିଛି। ତେଣୁ ସେଇଥିରୁ ଗୋଟିଏ ଆମର ରହିଲା ପଞ୍ଚତନ୍ତ୍ର। ବିଷ୍ଣୁ ଶର୍ମା ନାମରେ ଜଣେ ପଣ୍ଡିତ ଥିଲେ। ସେ ରାଜକୁମାରମାନଙ୍କୁ ଭଲ ବାଟକୁ ଆଣିବା ପାଇଁ ଅନେକ ଗପ ଲେଖି ଯାଇଛନ୍ତି। କିଏ? ବିଷ୍ଣୁ ଶର୍ମା। ସେଇ ପୁସ୍ତକର ନାମ ହେଲା ପଞ୍ଚତନ୍ତ୍ର। ପଞ୍ଚତନ୍ତ୍ରର ଗୋଟିଏ ଗପ ତଳେ ଦିଆଯାଇଛି। ଏହାକୁ ପଢ଼ିବା ସହ ପଞ୍ଚତନ୍ତ୍ର କାହାଳିମାଳା ଖୋଜି ଅନ୍ୟ ଗପଗୁଡ଼ିକୁ ପଢ଼ିବ। ତ ଲାଇବ୍ରେରୀ ବହି ଦେହରେ ରହିଛି। ଯେମିତି ଆମର ଆଗରୁ ଆଉ ଗୋଟେ ବହି ଆଉଥିଲା, ମନ ପବନ ଗୋଟେ ତମର ଆଉଥିଲା ଲେଖା, ଶିଶୁ ଲେଖା ଆଉଥିଲା, ପ୍ଲସ୍ ଆମର ଜହ୍ନ ମାମୁଁ ଆଉଥିଲା। ଆସ୍ତେ ଆସ୍ତେ ସେ ବହି ସବୁ ଲୋପ ପାଇଗଲା, ଏବେ ଆଉ ନାହିଁ। ବୁଝିପାରୁଛ? ଶିଶୁମାନଙ୍କ ପାଇଁ କିମ୍ବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଭଲ ନୀତି ଶିକ୍ଷା ବାଣୀ ଥିବ ସେ ବିଷୟରେ, ଯେଉଁ ଗୋଟେ ଗପ ସେଥିରୁ କିଛି ନୀତି ଶିକ୍ଷା ଆମେ ପାଇପାରିବା ଥାଏ। ତେଣୁ ସେମିତି ଏଇ ପଞ୍ଚତନ୍ତ୍ର ବିଷୟ ମାନେ ବହି ଦିଏ ରହିଲା ଆଇଛି ଗୋଟିଏ ଗପ, ବଗ ଓ କଙ୍କଡ଼ା। ସେଗୁଡ଼ା ପଢ଼ୁଛି, ତୁମେ ଶୁଣ। ପାହାଡ଼ ଭିତରେ ପୋଖରୀଟିଏ, ସେଥିରେ ମାଛ, କଙ୍କଡ଼ା, କଇଁଚ ଆଦି ଅନେକ ଜଳଜୀବ ରହନ୍ତି। ପୋଖରୀ ହିଡ଼ରେ ଗଛ ଉପରେ ବଗଟିଏ ବସା କରିଥାଏ। ପୋଖରୀ ଜଳଜୀବମାନଙ୍କୁ ଖାଇ ଆରାମରେ ସେ ଥାଏ। କ'ଣ କରେ ନା, ସେ ବଗଟି ହେଲା ପୋଖରୀରୁ ଜଳଜୀବମାନଙ୍କୁ ଖାଇକିରି ଆରାମସେ ରହେ। ପ୍ରକୃତରେ ସେ ଗୋଟେ ଅଳସୁଆ ଆଉ ଠକ ଥିଲା। କିଏ? ସେ ବଗଟା। ଜଳଜୀବମାନଙ୍କୁ କିପରି ସହଜରେ ଖାଇପାରିବ ସେଇଥିପାଇଁ ସେ ଗୋଟେ ନୂଆ ନୂଆ ଉପାୟ ଚିନ୍ତା କରୁଥିଲା। ତା ପରଦିନ ବଗ ଗୋଟିଏ ପଥର ଉପରେ ବସି କାନ୍ଦୁଥାଏ। ହାତରେ ମାଳଟା ଧରି ଉପରକୁ ଚାହିଁ ରହିଥାଏ। କଙ୍କଡ଼ା କଇଁଚ ତାକୁ ଦେଖି କହିଲେ, ବଗ କାହିଁ କାନ୍ଦୁଛ ବୋଲି ପଚାରିଲେ। ବଗ କାନ୍ଦ କାନ୍ଦ ହୋଇ କହିଲା, ମୁଁ କାଲି ଗୋଟିଏ ସତ୍ସଙ୍ଗକୁ ଯାଇଥିଲି। ସାଧୁ ଜଣେ କହିଲେ କି 12 ବର୍ଷ ଯାଏଁ ମରୁଡ଼ି ପଡ଼ିବ। ବୁଝିପାରୁଛ? ପାଣି ଟୋପା ବି ବର୍ଷା ହେବ ନାହିଁ। ଏ କଥା ଶୁଣି ତୁମମାନଙ୍କ କଥା ଭାବି ଭାବି ଚିନ୍ତାରେ ଭଗବାନଙ୍କୁ ଡାକୁଛି, ସେ ତୁମକୁ କେମିତି ଉଦ୍ଧାର କରିବେ। ହେଲା, ବଗଟି କ'ଣ କଲା ନା, ତା ମନ ଭିତରେ ଗୋଟିଏ କୁଚିନ୍ତା ପୁରେଇଲା। ଠକଟେ ବସିକି କେମିତି ଖାଇବ ସେ ଚିନ୍ତା କରିକି ଗୋଟେ ମାଳା ଫାଳା ଧରିକି ଗୋଟେ ତାଙ୍କ ଆଗରେ ରୋଲ୍ କାଢ଼ିଲା, ନାଇଁ? କଙ୍କଡ଼ା କଇଁଚ ଏ କଥା ଶୁଣି ପୋଖରୀରୁ ସମସ୍ତଙ୍କୁ ଯାଇ ଜଣେଇ ଦେଲେ। କଙ୍କଡ଼ା କଇଁଚ ମାନେ ହେଲା ସବୁ ଜଳଜୀବ ଏକାଠି ହୋଇ ବଗ ପାଖକୁ ଯାଇ ନେଉରା ହେଲେ। ସେମାନେ କିପରି ଉଦ୍ଧାର ହେବେ ସେଇ ଉପାୟ ବତେଇବା ପାଇଁକି ବଗକୁ କହିଲେ। ଆମେ କେମିତି ଉଦ୍ଧାର ପାଇବୁ, ବଞ୍ଚିବୁ, ହେଲା ବଗକୁ ଯାଇକି ଜଣେଇଲେ। ବଗ କହିଲା, ସମସ୍ତେ ଶୁଣ, ପାହାଡ଼ ଆରପଟେ ଗୋଟିଏ ବଡ଼ ପୋଖରୀ ଅଛି, ସେଇଠିକୁ ସମସ୍ତେ ଚାଲିଯାଅ, ତେବେ ବଞ୍ଚିଯିବା। ମାଛମାନେ କହିଲେ, ଆମର ତ ଗୋଡ଼ ନାହିଁ, ଆମେ ଯିବୁ କେମିତି? ଆମର ପଖ ନାହିଁ, ଆମେ ଯିବୁ କେମିତି? ବଗ ତ ସୁଯୋଗକୁ ଅପେକ୍ଷା କରୁଥିଲା। କିଛି କଥା ନାହିଁ, ହେଲା ତମେ ଯଦି ମୋତେ ବିଶ୍ୱାସ କରୁଥାଅ ତେବେ ମୁଁ ତୁମକୁ ଜଣ ଜଣ କରିକି ନେଇକି ସେ ପୋଖରୀରେ ଛାଡ଼ିଦେବି। ଅଜ୍ଞାତରେ ସମସ୍ତେ ରାଜି ହୋଇଗଲେ। ବଗ ଗୋଟାକ ପରେ ଗୋଟିଏ ମାଛକୁ ପ୍ରତିଦିନ ପାରି କରୁଥାଏ। ଦିନେ କଙ୍କଡ଼ା ପାରି ହୋଇଥିବା ମାଛମାନଙ୍କ ଅବସ୍ଥା ଜାଣିବାକୁ ପାଇଲା। ସେଥିପାଇଁ ସେଇଦିନ ବଗକୁ ନିଜ ଅନ୍ୟ ପକ୍ଷରୁ ନେବା ପାଇଁ ଅନୁରୋଧ କଲା। ସବୁଦିନ ମାଛ ସବୁ ନେଇଗଲା। ହେଲା, କଙ୍କଡ଼ା କହିଲା, ମୁଁ କେମିତି ଯିବି, ମୋତେ ନେଇଯାଅ। ବଗ କଙ୍କଡ଼ାଟିକୁ ପିଠିରେ ବସି ଉଡ଼ି ଉଡ଼ି ଯାଉଥାଏ। କିଛି ଦୂର ଗଲା ପରେ କଙ୍କଡ଼ା ଗୋଟିଏ ବଡ଼ ପଥର ଚଟାଣ ଦେଖିଲା। ଚଟାଣ ଉପରେ ମାଛ କଣ୍ଟା ସବୁ ପଡ଼ିଛି। କଙ୍କଡ଼ା ଏଥର ସବୁ ବୁଝିପାରିଲା। ହେଲା, ସେ ପଥର ଉପରେ କ'ଣ କରୁଥିଲା ନା, ସେ ମାରିକି ଖାଉଥିଲା ମାଛ ଗୁଡ଼ାକୁ। କଣ୍ଟା ପଡ଼ିକି ଦେଖିକିରି କଙ୍କଡ଼ା ବୁଝିଗଲା। ହଁ, ସିଏ ଜାଣିପାରିଲା ଯେ ବଗ ପ୍ରତିଦିନ ଗୋଟିଏ ଗୋଟିଏ ମାଛ ଆଣି ଏଇଠି ଖାଉଛି। ଆଉ କିଛି ବିଚାର ନ କରିକି ସେ ବଗର ତଣ୍ଟିକୁ ଜୋରରେ କାମୁଡ଼ିକି ଧରିଲା। ବଗ ସେଇ ଚଟାଣ ଉପରେ ପଡ଼ି କ'ଣ ଛଟପଟ ହୋଇ ମରିଗଲା। ବୁଝିପାରୁଛ ନା ନାହିଁ? ତେଣୁ ଇଏ ହେଲା ଗୋଟିଏ ନୀତି ଶିକ୍ଷା। ତମେ କାହାକୁ ଏତେ ଜଲ୍ଦି ବିଶ୍ୱାସ କରିବ ନାହିଁ। ଆଗ ସତ୍ୟତା ଦେଖ, ବୁଝ, ତାପରେ ପରୀକ୍ଷା କରିସାରିଲା ପରେ ସେ ଲୋକଙ୍କୁ ବିଶ୍ୱାସ କର। ବୁଝିପାରୁଛ ନା ନାହିଁ? ଯଦି ଖଳ ପ୍ରକୃତିର ଲୋକଟା ଜୁଟିଗଲେ, ମୁଁ ଅମୁକ ଦେବି ସମୁକ ଦେବି ଇଏ କହିକି ତୁମକୁ ଡାକି ନେଇଯିବ, ହେଲା ହଇରାଣ କଲେ କରିବ ନାହିଁ। ତେଣୁ ବଗ କଙ୍କଡ଼ା ଏଇ ପଞ୍ଚତନ୍ତ୍ର ରହିଛି। ପଞ୍ଚତନ୍ତ୍ରରୁ ତୁମେ ଖୋଜିକିରି ଇଣ୍ଟରନେଟ୍ରେ ମିଳୁଛି, ମୋବାଇଲରେ ବି ମିଳୁଛି, ତୁମେ ଖୋଜିକି ଆଉ ଅନ୍ୟାନ୍ୟ ଗପ ସବୁ ମାନେ ପଢ଼ିପାରିବ। ରହିଲା ଫେର କାଲି।